गुड मॉर्निंग ओडिशा। आज ହେଉଛି 24 मे शुक्रवार। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ନମ୍ବର 1, ଶ୍ରୀମନ୍ଦିର ପରିସର କୂଅରେ ଖସି ପଡ଼ିଲେ ଭକ୍ତ, 1 ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ରାଜ୍ୟ ସରକାର ଜୋରଦାର ପ୍ରଚାର କରୁଛନ୍ତି, କିନ୍ତୁ ମନ୍ଦିର ଭିତରେ ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ଅଘଟଣ ଓ ଦୁର୍ଘଟଣା ଦେଖିବାକୁ ମିଳୁଛି। ଏଥିପ୍ରତି ସତର୍କତାମୂଳକ ପଦକ୍ଷେପ ନିଆଯାଉନାହିଁ। ଶ୍ରୀମନ୍ଦିର ପରିସରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ଦ୍ୱାର ନିକଟ ଆନନ୍ଦ ବଜାର ପାର୍ଶ୍ୱରେ ଏକ କୂଅ ଅଛି। ସେହି କୂଅରେ ଜଣେ ଭକ୍ତ ଗଳି ପଡ଼ିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ଧ୍ରୁବ ଚକ୍ରବର୍ତ୍ତୀ। ତାଙ୍କ ବୟସ 65। ସୂଚନା ଅନୁସାରେ ବଙ୍ଗୀୟ ଧ୍ରୁବ ଚକ୍ରବର୍ତ୍ତୀ ଅସାବଧାନ ଯୋଗୁଁ ଉତ୍ତର ଦ୍ୱାର ନିକଟରେ ଥିବା କୂଅ ଉପରେ ପଡ଼ିଯାଇଥିଲେ। ସିଧା କୂଅ ଭିତରେ ପଡ଼ିଯାଇଥିଲେ। ହଠାତ୍ ସ୍ତ୍ରୀ ଜଣକ ଚିତ୍କାର କରିଥିଲେ। ସେବାୟତ ତୁରନ୍ତ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପ୍ରାୟ 1 ଘଣ୍ଟା ଅପରେସନ ପରେ ଅଗ୍ନିଶମ କର୍ମଚାରୀମାନେ ରୋପ୍, ଲ୍ୟାଡର ଏବଂ ଅକ୍ସିଜେନ ସହାୟତାରେ 70 ଫୁଟ ତଳକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ତେଣୁ ଏବେ ଭକ୍ତ ଅସୁସ୍ଥତା ଅନୁଭବ କରିବାରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ପଠାଯାଇଥିଲା। ବୟସ୍କ ଭକ୍ତ ଦମ୍ପତି କାହିଁକି ଯାଇଥିଲେ ତଦନ୍ତ କରାଯାଇ ସେ କୂଅ ଜାଲି ଉପରେ ଜାଲି ନ ଦିଆଯାଇ ଏମିତି ଅବସ୍ଥା ହୋଇଛି ବୋଲି କୁହାଯାଉଛି। ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଭଳି ଦାୟିତ୍ୱ ନିଆଯାଇ ନାହିଁ ତାହା ନେଇ ବଡ଼ ପ୍ରଶ୍ନ। ବିଶ୍ୱ କଇଁଛ ଦିବସ ନିରାଶା, ଋଷିକଲ୍ୟା ମୁହାଣକୁ ଆସିଲେନି ଅଲିଭର ଡଲ୍। ତେବେ ଆଜି ଥିଲା ବିଶ୍ୱ କଇଁଛ ଦିବସ। ଆଜିର ଦିନରେ କଇଁଛକୁ ସୁରକ୍ଷା ପାଇଁ ନାନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ଗ୍ରାମବାସୀ ମଧ୍ୟ କଇଁଛକୁ ସୁରକ୍ଷା ପ୍ରତି ବେଶ୍ ଆଗଭର ହୋଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲା ଋଷିକଲ୍ୟା ମୁହାଣରେ ଚଳିତ ବର୍ଷ ପ୍ରକୃତିର ବିପରୀତ ଲକ୍ଷଣ ଦେଖିବାକୁ ମିଳିଛି। ମୁହାଣରେ ବାଲୁକା ଶଯ୍ୟ ପୁରା ଖାଁ ଖାଁ। ମେ ମାସ ଶେଷ ପର୍ଯ୍ୟନ୍ତ ଅରିଭଲିଡେଲ୍ ଦେଖାଯାଇଥାନ୍ତି। ସେହିପରି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବହୁ କଇଁଛ ଦେଖିବାକୁ ମିଳେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥାଇପାରେ ବୋଲି ଋଷିକଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଚଳିତ ବର୍ଷ ଋଷିକଲ୍ୟା ବେଳାଭୂମିରେ ସମୁଦ୍ର ଭିତରକୁ 5 କିଲୋମିଟର ଜଳରାଶିରେ ଲକ୍ଷାଧିକ ସଂଖ୍ୟାରେ ଅଲିଭରିଡଲ୍ ଭାସମାନ ଅବସ୍ଥାରେ ଥିଲେ। ସଙ୍ଗମ ପର୍ବ ଠିକ୍ ସମୟରେ ପହଞ୍ଚି ସାରିଥିଲେ, ହେଲେ କୂଳକୁ ଆସିନଥିଲେ, ଅଣ୍ଡାଦାନ ମଧ୍ୟ କରିନଥିଲେ। ଚଳିତ ବର୍ଷ 1500 କଇଁଛ ଦେଖିବାକୁ ମିଳିଥିଲା। ଏବେ ଦେଖିଲା ବେଳକୁ ଗୋଟାଏ କଇଁଛ ମଧ୍ୟ ଦେଖିବାକୁ ମିଳିନାହିଁ। ତେଣୁ ପ୍ରାୟ 5 ବର୍ଷରେ ଥରେ କଇଁଛ ଅଣ୍ଡା ଦିଏ ଏବଂ ଜଳବାୟୁ ପରିବର୍ତ୍ତନ ଅନ୍ୟତମ କାରଣ ହୋଇଥାଏ ବୋଲି କୁହାଯାଉଛି। ପରିବେଶ ସୁରକ୍ଷା ପାଇଁ ନିଆରା ପ୍ରୟାସ। ଔଷଧ ଚିଠାରେ ଡାକ୍ତର ଲେଖୁଛନ୍ତି ଗଛ ଲଗାନ୍ତୁ। ତେବେ ପେଶାରେ ସେ ଜଣେ ଡାକ୍ତର, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ପରିବେଶ ସୁରକ୍ଷା ନେଇ ଚିନ୍ତିତ ଏବଂ ତତ୍ପର। ଏଥିପାଇଁ ରୋଗୀଙ୍କୁ ଦେଉଥିବା ପ୍ରେସ୍କ୍ରିପସନରେ ଔଷଧ ସହିତ ଗଛ ଲଗାନ୍ତୁ ବୋଲି ନିଆରା ଢଙ୍ଗରେ ସଚେତନତା କରୁଛନ୍ତି। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଗଞ୍ଜାମ ଭଞ୍ଜନଗର ଡାକ୍ତରଖାନାର ଅଧୀକ୍ଷକ କାର୍ଯ୍ୟରତ ଶୀତାଂଶୁ ଶେଖର ଶତପଥୀ। ତାଙ୍କ ଜଣେ ସ୍ତ୍ରୀ ପ୍ରସ୍ତୁତ ବିଶେଷଜ୍ଞ ଡକ୍ଟର ଏବଂ ନିଆରା ପ୍ରେମ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ପ୍ରୟାସକୁ ସଭିଙ୍କ ମୁହଁରେ ପ୍ରଶଂସା। ଆଉ ସେ ଶୀତାଂଶୁ ପାଖକୁ ଯିଏ ବି ଯାଆନ୍ତି ଗର୍ଭବତୀ ମହିଳା ଚିକିତ୍ସା ପାଇଁ, ସେହି ସମୟରେ ସେ ପ୍ରେସ୍କ୍ରିପସନରେ ଔଷଧ ତାଲିକା ସହିତ କିଛି ପରୀକ୍ଷା ଲେଖିବା ସହିତ ଗଛ ଲଗାଇବା ପାଇଁ ଲେଖନ୍ତି। ଆଉ ଗର୍ଭସ୍ଥ ସନ୍ତାନର ଯେମିତି ଯତ୍ନ ନେଉଛନ୍ତି ସେମିତି ଗଛର ଯତ୍ନ ମଧ୍ୟ ନିଅନ୍ତୁ ବୋଲି ଲେଖିଛନ୍ତି। ବିଶେଷ କରି ଫଳ ଗଛ ଲଗାଇବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ମଣିଷ, ଜନଜାତି, ପଶୁପକ୍ଷୀ ଦ୍ୱାରା ଉପକୃତ ହୋଇପାରିବେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଦ୍ୱିତୀୟ ଥର ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଆସୁଥିବା ଗର୍ଭବତୀ ଏବଂ ରୋଗୀଙ୍କୁ ଗଛ ଲଗାଇବା ଯତ୍ନ ନେଉଛ କି ନାହିଁ ପଚାରୁଛନ୍ତି। ଏପରିକି ପରାମର୍ଶକୁ ଗ୍ରହଣ କରି ରୋଗୀମାନେ ବର୍ତ୍ତମାନ ଚାରା ରୋପଣ କରିସାରିଥିବା ସହିତ ଫଟୋ ଆଣି ଦେଖାଉଛନ୍ତି ଡାକ୍ତରଙ୍କୁ। ଆଉ ଡାକ୍ତର ମଧ୍ୟ ଏନେଇ ବହୁତ ଖୁସି ଅଛନ୍ତି। ବାଲେଶ୍ୱର ପାଇଁ କାର୍ଯ୍ୟକାରୀ ହେବ ନୂଆ ଯୋଜନା। ତେବେ ବାଲେଶ୍ୱର ମାଟିରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂଗ୍ରାମ ଆରମ୍ଭ ହୋଇଥିଲା, ହେଲେ 25 ବର୍ଷ ହେଲାଣି ଓଡ଼ିଶାର ଅସ୍ତିତ୍ୱ ବିପଦରେ, ଯାହାକୁ ପ୍ରତିବାଦ କରି ବିଜେଡି ବିରୋଧରେ ଏକତ୍ରିତ ହେବା ଦରକାର।
କେନ୍ଦ୍ର ସରକାରଙ୍କ ଅନୁଦାନକୁ ନିଜ ଅନୁଦାନ କହି ଲୋକଙ୍କୁ ଭ୍ରମିତ କରୁଥିବା ବିଜେଡି ସରକାର ପରିବର୍ତ୍ତନ ହେବା ଆବଶ୍ୟକ। ମୋଦି ଓଡ଼ିଶା ସହ ବାଲେଶ୍ୱର ଜଳେଶ୍ୱର ଅନେକ ନୂଆ ଯୋଜନା କରିଛନ୍ତି। ତେଣୁ ବିଜେପି ସରକାର ଆସିଲେ ସବୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ରେଳ କ୍ଷେତ୍ରରେ ନୀଳଗିରିବାସୀଙ୍କ ପାଇଁ ବଡ଼ ଖୁସି ଖବର ରହିଛି। ବାଲେଶ୍ୱରକୁ ନିର୍ବାଚନ ପ୍ରଚାରରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ଲୋକମାନେ ମଧ୍ୟ ଖୁସି ହେଉଛନ୍ତି। ରେଳମନ୍ତ୍ରୀ ବୈଷ୍ଣବ ଆଜି ଜଳେଶ୍ୱର ବ୍ଲକର ଆରୁଆ ପଞ୍ଚାୟତ ଶାଳିକୋଟା କାଳୀ ମନ୍ଦିର ପଡ଼ିଆରେ ଏକ ଆୟୋଜିତ ସମାବେଶରେ ନୀଳଗିରି ବ୍ଲକର ସନ୍ତରାଗଡ଼ିଆ କଲେଜ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଥିଲେ। ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ସହିତ ଜଳେଶ୍ୱର ବିଧାୟକ ବ୍ରଜମୋହନ ପ୍ରଧାନ ଏବଂ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସପକ୍ଷରେ ଭୋଟ ମାଗିଥିଲେ। ଆଉ ଲୋକମାନେ ମଧ୍ୟ ଏ ନେଇ ଖୁସି ଅଛନ୍ତି, କାହିଁକି ନା ବିଜେପି ଆସିଲେ ସବୁକିଛି ବଦଳିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡି ଦିଦି, ପୋଲିସ ଜିମା ଦେଲେ ବସ୍ତି ବାସିନ୍ଦା। ତେବେ ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡି ଦିଦି ଅଟକ। ମରକତ ନଗର ଥାନା ଇମାମ ନଗଦ ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ। ଅଙ୍ଗନବାଡି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତି ବାସିନ୍ଦା। ତେବେ ସୂଚନା ଅନୁସାରେ କଟକ 6 ନମ୍ବର ୱାର୍ଡ ଇମାମ ନଗର ଶକ୍ତି ଚୌରା ଅଞ୍ଚଳରେ ଭୋଟ ପାଇଁ ପଇସା ଦେବା ବେଳେ ଅଙ୍ଗନବାଡି ଦିଦି ଗିରଫ ହୋଇଛନ୍ତି। ପଇସା ବଣ୍ଟା ହେଉଥିବା ଖବର ପାଇ ପୋଲିସକୁ ଦେଇଥିଲେ ସ୍ଥାନୀୟ ଲୋକେ। ଆଉ ପୋଲିସ ପହଞ୍ଚି ଘଟଣାସ୍ଥଳରୁ କିଛି ପଇସା ଜବତ କରିବା ସହିତ ବାଣ୍ଟୁଥିବା ମହିଳାଙ୍କୁ ଗିରଫ କରିଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ। ବିଜେପି ବିଜେଡି ସମ୍ମାନର ଲଢ଼େଇ। ଚଳିତ ନିର୍ବାଚନରେ ସବୁଠୁ ହାଇ ପ୍ରୋଫାଇଲ ଲଢ଼େଇ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ଏବେ ଶନିବାର ଦିନ ସମ୍ବଲପୁର, ଢେଙ୍କାନାଳ, କେଉଁଝର, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଅଧୀନସ୍ଥ 42ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ କିଏ ବାଜି ମାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ଏବେ ପର୍ଯ୍ୟାୟରେ ବିଜେପି ବିଜେଡିର ବହୁ ହେଲିପ୍ୟାଡ୍ ନିଜର ଭାଗ୍ୟ କରିବାକୁ ଯାଉଛନ୍ତି। ମୋଟ 48ଟି ଆସନରେ 48 ଜଣ ନେତା ବଛା ହେବାକୁ ଥିଲେ ହିଁ 447 ଜଣ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। 6ଟି ଲୋକସଭା ଆସନ ପାଇଁ 64 ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ହେଲେ ସମ୍ବଲପୁର ଲୋକସଭା ଆସନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହୋଇଛି। ଏଠାରେ ବିଜେଡି ସମ୍ମାନର ଲଢ଼େଇ ସହିତ କେବେ ଦୁଇ ଦଳ ଆସନଟି ହାତେଇବାକୁ କଳ ବଳ କୌଶଳ ଲଗାଇ ପକାଇଛନ୍ତି। କେବଳ ସମ୍ବଲପୁର ଆସନ ନୁହେଁ, ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଦୁଇ ନେତା ମନ୍ନଥ ରାଉତରାୟ, ପୁରୀରେ ବିଜେପି ସମ୍ବିତ ପାତ୍ର ଏବଂ ବିଜେଡିର ଅରୁପ ପଟ୍ଟନାୟକ, କଟକରେ ବିଜେପି ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସମ୍ପୃକ୍ତ ମିଶ୍ର କଡ଼ା ଲଢ଼େଇ କରିଛନ୍ତି। ଯାହାଫଳରେ ତିନୋଟି ଆସନ ଜିତିବାକୁ ଦୁଇ ଦଳ ପୁରା ନାକେଦମ ହେଇଯାଉଛି। ଉତ୍ତର ଓଡ଼ିଶାରେ ବର୍ଷା ପବନର ସମ୍ଭାବନା। 25 ବାତ୍ୟା ବଙ୍ଗୋପ ଉପକୂଳ ଛୁଇଁବ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ସାମାନ୍ୟ ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଘନୀଭୂତ ହୋଇ 24 ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ନିଜର ଗତି ଦିଗ ବଜାୟ ରଖିବା ସହିତ ଏହା ଘନୀଭୂତ ହୋଇ 25 ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ପୂର୍ବ ସଂଲଗ୍ନ ଏବଂ ପଶ୍ଚିମ ବଙ୍ଗୋପସାଗର ପାଖାପାଖି ଅଞ୍ଚଳରେ ପହଞ୍ଚିବ। 25 ତାରିଖ ସୁଦ୍ଧା ବାତ୍ୟା ଓ 26 ତାରିଖ ସୁଦ୍ଧା ଭୀଷଣ ବାତ୍ୟା ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ଏହାର ପ୍ରଭାବରେ 23 ତାରିଖ ସକାଳୁ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗର ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବ। 24 ତାରିଖ ସକାଳ ଅବପାତର ରୂପ ନେବ ଏବଂ ପବନ ଘଣ୍ଟା ପ୍ରତି 70 କିଲୋମିଟର ବହିବ ବୋଲି କୁହାଯାଉଛି। ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଶାହରୁଖ ଖାନ। 30 ଘଣ୍ଟା ଚାଲିଥିଲା ଚିକିତ୍ସା। ଶାହରୁଖ ଖାନ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ଖବର ସାମ୍ନାକୁ ଆସିଛି। ସୁପରଷ୍ଟାର ପାଖାପାଖି 30 ଘଣ୍ଟା କାଳ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏହାପରେ ସେଠାରୁ ଡିସ୍ଚାର୍ଜ ହୋଇଛନ୍ତି। ଡିସ୍ଚାର୍ଜ ପରେ ଶାହରୁଖ ଖାନ ଏୟାରପୋର୍ଟ ବାହାରିଛନ୍ତି। କିଙ୍ଗ ଖାନଙ୍କୁ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଶାହରୁଖ ଖାନ ଅହମ୍ମଦାବାଦରେ ଚାଲିଥିବା ଆଇପିଏଲରେ ପ୍ରଥମ ପ୍ଲେ ଅଫ୍ ଦେଖିବାକୁ ପହଞ୍ଚିଥିଲେ। ଏହି ସମୟରେ ଡିହାଇଡ୍ରେସନ କାରଣରୁ ଅସୁସ୍ଥ ହୋଇଯାଇଥିଲେ, ଯାହାଫଳରେ ସାଙ୍ଗେ ସାଙ୍ଗେ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶାହରୁଖ ଖାନ ଆଡମିଟ୍ ହେବା ପରେ ପୋଲିସ କେଡି ହସ୍ପିଟାଲର ସୁରକ୍ଷା ବଢ଼ାଇ ଦେଇଥିଲେ। ଏହାପରେ ଆଜି ଡିସ୍ଚାର୍ଜ ହୋଇଯାଇଛି। ଡିସ୍ଚାର୍ଜ ହେବା ପରେ ସଙ୍ଗେ ସଙ୍ଗେ ଏୟାରପୋର୍ଟ ଯାଇଛନ୍ତି। କୁହାଯାଉଛି ଯେ ସେ ମୁମ୍ବାଇ ଯାଉଛନ୍ତି। ଆଜି ଶାହରୁଖ ଖାନ ମ୍ୟାନେଜର ପୂଜାରୀ ଦଦାଲ ସୋସିଆଲ ମିଡିଆରେ କହିଛନ୍ତି ଯେ ପୋଷ୍ଟ କରି ଶାହରୁଖ ଖାନ ଏବେ ହେଲ୍ଥ କଣ୍ଡିସନ ଅପଡେଟ୍ ଦେଇଛନ୍ତି। ପୂଜା କହିଛନ୍ତି ଯେ ଏବେ ଶାହରୁଖ ଖାନ ଠିକ ଅଛନ୍ତି। ସେମାନେ ଏବେ ବହୁତ ଆରୋଗ୍ୟ ପ୍ରାର୍ଥନା କରନ୍ତୁ ଆପଣମାନେ ଶାହରୁଖ ଖାନ ଯେମିତି ଭଲ ହେଇଯିବେ ଆହୁରି। ଆଉ ଶାହରୁଖ ଖାନ ଡିହାଇଡ୍ରେସନ ଯୋଗୁଁ ହଠାତ୍ ମେଡିକାଲରେ ଆଡମିଟ୍ ହୋଇଥିଲେ। ଏବେ ପାଖାପାଖି ସ୍ୱାସ୍ଥ୍ୟ ଅବସ୍ଥା ସୁଧୁର ଆସିଲାଣି ବୋଲି କୁହାଯାଉଛି।